ଅଟଳ ବିହାରୀ ମହାବିଦ୍ୟାଳୟର 61ତମ ବାର୍ଷିକ ଉତ୍ସବ 2026 ଅନୁଷ୍ଠିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାରେ ଥିବା ଅଟଳ ବିହାରୀ ମହାବିଦ୍ୟାଳୟର 61ତମ ବାର୍ଷିକ ଉତ୍ସବ 2026 ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଅଟଳ ବିହାରୀ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା କ୍ରୀଡ଼ା ଓ ସଂସ୍କୃତି ତଥା ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶ ସୁରଜ, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୟିତ୍ରୀ ଡକ୍ଟର ଅପର୍ଣ୍ଣା ମହାନ୍ତି, ଛାତ୍ର ସଂସଦର ଉପଦେଷ୍ଟା ଡକ୍ଟର ରାଜେନ୍ଦ୍ର କୁମାର ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଉକ୍ତ ସଭାରେ ଅଟଳ ବିହାରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଶ୍ରୀ ଚିନ୍ମୟୀ ସେନାପତି ସଭାପତିତ୍ୱ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଛାତ୍ର ସଂସଦର ଉପଦେଷ୍ଟା ଅଧ୍ୟାପକ ବିଜୟ କୁମାର ଅଗସ୍ତି। ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟକୁ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ବନ୍ଦେ ମାତରମ୍ ଏବଂ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଜଣେ ଭଲ ମଣିଷ ହେବା ସହିତ ଗୁଣାତ୍ମକ ଶିକ୍ଷା ହାସଲ କରି ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ରୋଜଗାର ଦେବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ନିଜ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ମଧ୍ୟ ଉପଦେଶ ଦେଇଥିଲେ। ଦୀର୍ଘଦିନ ଧରି ଆମ ଶିକ୍ଷା ବ୍ୟବସ୍ଥା ଏକ ସାର୍ଟିଫିକେଟ ପ୍ରଦାନକାରୀ ସଂସ୍ଥା ଭାବରେ କାର୍ଯ୍ୟ କରୁଛି। ଏ ସାର୍ଟିଫିକେଟ ନେଇ ପିଲାମାନେ କରିବେ ବା କ'ଣ? ଛାତ୍ରଛାତ୍ରୀମାନଙ୍କୁ କ୍ରିଏଟିଭ ଏବଂ ନବସୃଜନଶୀଳ ଚିନ୍ତାଧାରା ବିକଶିତ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଆମ୍ଭମାନଙ୍କ ନିକଟରେ କେଉଁ ଶିକ୍ଷାର ଅଭାବ ରହିଛି, ଯାହାଫଳରେ ସମାଜର ଆଜି ଅଧଃପତନ ଘଟୁଛି, ତାହା ଆମେ ଜାଣୁନାହାନ୍ତି ଏବଂ ଛାତ୍ରଛାତ୍ରୀମାନେ ବଡ଼ ମଣିଷ ନ ହୋଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ସମ୍ମାନିତ ଅତିଥି। ଶେଷରେ ଭୁବନେଶ୍ୱରରୁ ଆସିଥିବା ଅର୍କେଷ୍ଟ୍ରା ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଟଳ ବିହାରୀ ମହାବିଦ୍ୟାଳୟର 61ତମ ବାର୍ଷିକ ଉତ୍ସବରେ ଉପସ୍ଥିତ ରହିବା ନିଶ୍ଚିତ ଭାବରେ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଏଠି ପିଲାମାନଙ୍କ ଭିତରେ ଯେଉଁ ପ୍ରତିଭା ଅଛି, ପିଲାମାନଙ୍କ ଭିତରେ ଯେଉଁ ଆଗକୁ ଯିବାର ଆଗ୍ରହ ଅଛି, ତାହାକୁ ଅନ୍ୱେଷଣ କରି ଉପଯୁକ୍ତ ବାତାବରଣ ପ୍ରଦାନ କରିବାକୁ ମୁଁ ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ ଏବଂ ସମସ୍ତଙ୍କୁ ମୋର କଥା ରହିଥିଲା ଏବଂ ଜାତୀୟ ଶିକ୍ଷାନୀତି 2020 କେଉଁଭଳି ଭାବରେ ଏ ପିଲାମାନଙ୍କର ସୃଜନଶୀଳତାକୁ ବୃଦ୍ଧି କରିବ, ସେମାନଙ୍କୁ ଆମେ କେଉଁଭଳି ଭାବରେ ବିଶ୍ୱ ଦରବାରରେ ଭଲ ଭାବରେ ପ୍ରତିଷ୍ଠିତ କରାଇ ପାରିବା ସେ କଥା କହିଥିଲି ଏବଂ କଲେଜର ଯେଉଁ ଦାବି ଗୁଡ଼ିକ ରହିଛି ତାହାକୁ ପର୍ଯ୍ୟାୟକ୍ରମେ ପୂରଣ କରିବା ପାଇଁ ମଧ୍ୟ ମୁଁ ମୋର କଥା ରଖିଥିଲି। ପ୍ରାରମ୍ଭିକ ଭାବରେ ଯେଉଁ ଗୋଟେ ଛାତ୍ରୀ ନିବାସ ପାଇଁ ତାଙ୍କର ଦାବି ଥିଲା, ତାହାକୁ ମୁଁ ଉଚ୍ଚଶିକ୍ଷା ବିଭାଗକୁ କହିଛି, ମୁଁ ଆମ ବିଭାଗକୁ ଜଣେଇଛି ଯେ ଛାତ୍ରୀ ନିବାସଟି ତୁରନ୍ତ ତିଆରି କରାଯାଉ ଏବଂ ଯାହା ଯାହା ଆନୁଷଙ୍ଗିକ ବ୍ୟବସ୍ଥା ଅଛି ତାହା ବିଭାଗ ତରଫରୁ ମଧ୍ୟ ପର୍ଯ୍ୟାୟକ୍ରମେ ପୂରଣ କରାଯାଉ। ମ୍ୟାଡ଼ାମ୍ ଆପଣଙ୍କ ପରିଚୟ? ମୁଁ ଡକ୍ଟର ଚିନ୍ମୟୀ ସେନାପତି, ଅଟଳ ବିହାରୀ ମହାବିଦ୍ୟାଳୟ ବାସୁଦେବପୁରର ଅଧ୍ୟକ୍ଷା। ଆଜି ଯେଉଁ 61ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି, କ'ଣ କହିବେ? ଆଜି ଭାରି ଖୁସିର ଦିନ ଏବଂ ଏ ଦିନ ବୋଧେ ମୋ ପାଇଁ ସବୁଦିନ ମନେ ରହିବ, କାରଣ ମୁଁ ଅଧ୍ୟକ୍ଷ ଭାବରେ ଏଇ କଲେଜରେ ଜୁଲାଇ 1ରେ ଜଏନ୍ କରିଛି ଏବଂ ଆମ ସମସ୍ତଙ୍କର ଉଦ୍ୟମରେ ଆଜି ଆମର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକୁ ଆମେ ମୁଖ୍ୟ ଅତିଥି ରୂପରେ ପାଇଛୁ ଏବଂ ଆମର ଏ ବାସୁଦେବପୁର ମାଟିର ବିଧାୟକ ଅଶୋକ ଦାସକୁ ଆମେ ମୁଖ୍ୟ ଅତିଥି ରୂପେ ଏବଂ ଆମର ପ୍ରାଧ୍ୟାପିକ ଡକ୍ଟର ଅପର୍ଣ୍ଣା ମହାନ୍ତିକୁ ଆମେ ମୁଖ୍ୟ ବକ୍ତା ଭାବରେ ଏଠି ପାଇଛୁ ଏବଂ ଏକା ତ ଶ୍ରେୟ, ଯଦିଓ ମୁଁ ଏ କଲେଜର ଅଧ୍ୟକ୍ଷା, କିନ୍ତୁ ଶ୍ରେୟ ମୁଁ ଏ କଲେଜର ସମସ୍ତ ମୋର କର୍ମଚାରୀ ବୃନ୍ଦଙ୍କୁ, ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ବୃନ୍ଦଙ୍କୁ ମୁଁ ନିଶ୍ଚୟ ଏହାର ଶ୍ରେୟ ଦେବି। ଯାହା ହଉ ଭଲରେ ଆସି ଏ କାର୍ଯ୍ୟ ଆଜି ଭଲରେ ହେଇଗଲା। ପିଲାମାନଙ୍କ ପାଇଁ କ'ଣ କହିବେ? ଆଜି ପିଲାମାନଙ୍କ ପାଇଁ ବ୍ୟବସ୍ଥା ହେଇଥିଲା, ଯେହେତୁ ପିଲାମାନେ ସକାଳ 10ଟା ବେଳୁ ଆସିଛନ୍ତି ଏବଂ ତାଙ୍କର ମେଲୋଡ଼ି କାର୍ଯ୍ୟକ୍ରମ ଥିଲା, ତେଣୁ ଆମେ ସମସ୍ତେ କହିଲୁ ଯେ ଯାହା ହଉ ପିଲାମାନଙ୍କ ପାଇଁ କିଛି
ଖାଇବା ପିଇବାର ବନ୍ଦୋବସ୍ତ କରାଯିବ। ଯାହା ହଉ 1200 ଖଣ୍ଡେ ପିଲା ଆଜି ଆମର ଏଠି ଖାଇଛନ୍ତି। ତାଙ୍କ ପାଇଁ ଆଜି ଆମର ଭାତ ଡାଲି ବର୍ତ୍ତମାନ ମୋବାଇଲ ଯୋଗରେ ପିଲାମାନଙ୍କୁ କ'ଣ କହିବେ ଯେଉଁ ଶିକ୍ଷା କ୍ଷେତ୍ରରେ? ଆଜ୍ଞା ଭାରି ଦୁଃଖ, କ'ଣ କହିବି। ସେ ପିଲାମାନେ ଜାଣିନାହାନ୍ତି ଯେ ଦେୟାର ଇଜ୍ ନୋ ସବଷ୍ଟିଚ୍ୟୁଟ୍ ଅଫ୍ ହାର୍ଡୱାର୍କ। ଯାହା କଲେ ବି ପିଲାମାନେ ମୋବାଇଲରେ ଦେଖୁଛନ୍ତି। ତେଣୁ ପିଲାମାନଙ୍କୁ ମୁଁ ସବୁବେଳେ ଶିକ୍ଷା ଦେଇଛି ଯେ ଗୀତାରେ ଯେଉଁ 18 ଅଧ୍ୟାୟ ଅଛି ତା ଭିତରେ ପ୍ରଥମ 6 ଅଧ୍ୟାୟ ହେଉଛି କର୍ମ। କର୍ମଯୋଗ ଯଦି ଆମେ କର୍ମ ନ କରିବା କେମିତି ଆମେ ଆମର ଏ ପେଟକୁ ଦାନା ଯିବ, ଏଇଟା ମୋର ପିଲାମାନଙ୍କୁ ସବୁବେଳେ ମୁଁ କହି ଆସିଛି। ଏବଂ ଯେତେବେଳେ ପିଲାମାନଙ୍କୁ ଦେଖୁଛି ମୁଁ କହୁଛି ଯେ ମୋବାଇଲ ଛାଡ଼ି ଆଗକୁ କର୍ମ କର ଏବଂ ଆମେ ନିଶ୍ଚୟ ଆଗକୁ ଗୁଣବତ୍ତା ଜ୍ଞାନ ପାଇଁ ଲାଭ କରିବା ପାଇଁ ପିଲାମାନଙ୍କୁ ବହୁତ ଗୁଡ଼ାଏ ଆମର ଯେଉଁ ଆଜିକାଲି ଗୋଟେ ମୁଁ ଭାରି ଯେହେତୁ ମୁଁ ଗୋଟେ ଚିନ୍ମୟ ମିଶନର ମେମ୍ବର, ମୁଁ ପିଲାମାନଙ୍କ ପାଖରେ ସବୁବେଳେ ଗୀତାକୁ କହିବାକୁ ଚାହେଁ। ଏବଂ ଗୋଟେ ଏବେ ହେଇଥିଲା ବଡି ମାଇଣ୍ଡ ସ୍ପିରିଚୁଆଲିଟି ଇନ୍ ଯୋଗ ଯେ ଟୁ ଏଡ୍ ସମଥିଙ୍ଗ ଇନ୍ ଆୱାର ଲାଇଫ୍। ଏଇ କଥା କହିବା ପାଇଁ ମନର କେତେ ଖେଳ ଏ ସଂସାରରେ ମୋ ପିଲାଙ୍କୁ ସବୁବେଳେ କହିବାକୁ ଚାହୁଁଛି। ଏବଂ କହୁଛି ଏ ମନ ଭଲ ରହିଲେ କେମିତି ଆମର ଶରୀର ଭଲ ରହିବ ଏବଂ ଆମେ ଆଗକୁ ଯିବା। ଏତିକି ମୋର ପିଲାମାନଙ୍କୁ ସବୁବେଳେ। ମୁଁ ଶ୍ରୀ ବିଜୟ କୁମାର ଅଗସ୍ତି, ଉପଦେଷ୍ଟା ଛାତ୍ର ସଂସଦ 61ତମ ବାର୍ଷିକ ଉତ୍ସବର। ନିଶ୍ଚିତ ଭାବରେ ଆମ ମହାବିଦ୍ୟାଳୟ ଭଦ୍ରକ ଜିଲ୍ଲାର ଏକ ଅଗ୍ରଣୀ ମହାବିଦ୍ୟାଳୟ। ଏହା 1963 ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହାର ଗାରିମା ଏବଂ ଏହାର ମହିମାକୁ କିପରି ପିଲାମାନେ ବୁଝିବେ ଏବଂ ଆଗାମୀ ଭବିଷ୍ୟତରେ ଏ ମହାବିଦ୍ୟାଳୟର ନାମ ରଖିବେ, ସେଥିପାଇଁ ଏ ଉତ୍ସବର ସବୁ ଆୟୋଜନ କରାଯାଏ। ଏବଂ ଆମେ ମଧ୍ୟ ଯତ୍ନ କରିଥିଲୁ এই ସବୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ। ସେଥିପାଇଁ ଆମ ଗହଣରେ ଆଜି ସଦୟ ଉପସ୍ଥିତ ଥିଲା ମାନ୍ୟବର ଶିକ୍ଷାମନ୍ତ୍ରୀ ଓଡ଼ିଶା ସରକାରଙ୍କର ସୂର୍ଯ୍ୟବଂଶୀ ସୁରେଶ ସାରଙ୍କର। ସେ ଉପସ୍ଥିତ ରହି ପିଲାମାନଙ୍କୁ ତାଙ୍କର ଉଦ୍ବୋଧନ ଦେଲେ ଏବଂ ଉପସ୍ଥିତ ଥିଲେ ସମ୍ମାନିତ ଅତିଥି ଭାବରେ ଅଶୋକ କୁମାର ଦାସ ମହୋଦୟ, ଯିଏକି ମାନ୍ୟବର ଓଡ଼ିଶା ସରକାରଙ୍କର ବାସଦେବପୁର ସଂସଦୀୟ କ୍ଷେତ୍ରର ସେ ବିଧାୟକ ଏବଂ ସେ ମଧ୍ୟ ପିଲାମାନଙ୍କୁ କିପରି ଭଲ ମଣିଷ ହେବ, ବଡ଼ ମଣିଷ ନୁହେଁ ବରଂ ଭଲ ମଣିଷ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ କିପରି ଏହି ଶିକ୍ଷା ଦୋକାନରୁ ଉତ୍ତୀର୍ଣ୍ଣ ହୋଇ ଭବିଷ୍ୟତ ଜୀବନରେ ନିଜକୁ ଗଢ଼ି ତୋଳିବେ, ସେଥିପାଇଁ ସେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ବହୁତ ବହୁତ ସୁନ୍ଦର ହେଲା। ଶିକ୍ଷାମନ୍ତ୍ରୀ ଥିଲେ, MLA ଥିଲେ ଏବଂ ଗାଳ୍ପିକା ଅପର୍ଣ୍ଣା ମହାନ୍ତି ମଧ୍ୟ ଆମ ଗୃହରେ ଥିଲେ। ପିଲାମାନଙ୍କୁ ସେ ସବୁ ପ୍ରକାର ଉପଦେଶ ଏବଂ ସଦିଚ୍ଛା ପ୍ରଦାନ କରିଛନ୍ତି। ନିଶ୍ଚିତ ଭାବରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ସେମାନଙ୍କର ମୁହଁରୁ ଶୁଣିଥିବା କଥାକୁ ନିଶ୍ଚିତ କାମରେ ପରିଚାଳନା କରିବେ, ଏହି ଆଶା ମୁଁ ରଖୁଛି। ବାର୍ଷିକ ଉତ୍ସବରେ ଛାତ୍ର ଆଉ ଶିକ୍ଷକ ମାନଙ୍କ ମଧ୍ୟରେ ନା ବାର୍ଷିକ ଉତ୍ସବରେ କେବେ ଦୂରତା କମିବନି। ସବୁବେଳେ ଛାତ୍ର ଶିକ୍ଷକ ଗୋଟିଏ ସୂତାରେ ବନ୍ଧା। ଏଥିରେ ଦୂରତା ବଢିବାର ନାହିଁ, ବରଂ ନିଶ୍ଚିତ ଭାବରେ ଦୂରତା ଦୃଢ଼ୀଭୂତ ହବ। କାରଣ ଇଏ ବନ୍ଧନ ଏକ ଅତୁଟ ବନ୍ଧନ। ଛାତ୍ର ଶିକ୍ଷକ ଶିକ୍ଷାନୁଷ୍ଠାନ ଗୋଟିଏ ସୂତାରେ ବନ୍ଧା ଏବଂ ଏହି ବନ୍ଧନକୁ ଆହୁରି ସୁଦୃଢ଼ କରିବା ପାଇଁ ଆମର ଏହି ପ୍ରୟାସ। ଭଦ୍ରକ ବାସୁଦେବପୁର ରଞ୍ଜନ ମଲ୍ଲିକ ରିପୋର୍ଟ, ନ୍ୟୁଜ 18 ଓଡ଼ିଶା।